ହ୍ୟାଲୋ ହାଏ ଜୟ ଜଗନ୍ନାଥ ସାଙ୍ଗମାନେ ଆସନ୍ତୁ ଦେଖିବା। ଆଜି ହେଲା ଶୁଭ ସଂକ୍ରାନ୍ତି, ଶୁଭ ମକର ସଂକ୍ରାନ୍ତି। ଆପଣମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା। ଆଜି ମଙ୍ଗଳବାର ଆପଣମାନଙ୍କୁ ଦେଖେଇବି ଗୋଟେ ହନୁମାନ ମନ୍ଦିର ଯାଉଛି। ସେ ମନ୍ଦିରର ଅବସ୍ଥା କିପରି ଅଛି ଦେଖନ୍ତୁ ଆଜ୍ଞା। ଗୋଟିଏ ପଥରର ମୂର୍ତ୍ତି ଅଛି ଦେଖନ୍ତୁ ଆଜ୍ଞା। ମନ୍ଦିରଟି ବହୁତ ଦିନର ପୁରୁଣା ମନ୍ଦିର। ସେ ପୁରୁଣା ମନ୍ଦିର ଆପଣମାନଙ୍କୁ ଦେଖେଇବି କିଭଳି ଅବସ୍ଥାରେ ଅଛି ଦେଖନ୍ତୁ ଆଜ୍ଞା। ଇଏ ଜଣକ ପର୍ସନାଲ ମନ୍ଦିର କିମ୍ବା ଗ୍ରାମବାସୀଙ୍କ ମନ୍ଦିର ତାହା ବି ମୁଁ ଜାଣିନାହିଁ, କିନ୍ତୁ ଆମେ ଘରେ ରହି ଯେପରି ଘରକୁ ଅକ୍ତିଆରରେ ରଖୁଛନ୍ତି, କିନ୍ତୁ ଆମେ ନିଶ୍ଚିତ ମନ୍ଦିରକୁ ସେଇଭଳି ଅକ୍ତିଆରରେ ରଖିବା ଆବଶ୍ୟକ। ଦେଖନ୍ତୁ ଆଜ୍ଞା, ଘରଟି ବହୁତ ପୁରୁଣା କାଳିଆ, କିନ୍ତୁ ଏତେ ଦେଖନ୍ତୁ କି ଅବସ୍ଥାରେ ଅଛି। ସବୁ ଫାଟିକି ଆଁ କଲାଣି, ଦିବାର ସବୁ ଫାଟିକି ଆଁ କଲାଣି ଏବଂ ବରଗଛ ଓସ୍ତ ଗଛର ଚେର ପୁରା ମାଡ଼ିଗଲାଣି। ଦେଖନ୍ତୁ ଆଜ୍ଞା ଭିତରେ କିପରି ଅଳିଆ ଆବର୍ଜନା ରହିଛି। ଏଇଟା ହେଉଛି ମନ୍ଦିର ଭିତରେ। ଦେଖନ୍ତୁ ଆଜ୍ଞା, ଏ ମନ୍ଦିରଟି ହେଉଛି ତେଲେଙ୍ଗାନାର ଗୁମଡ଼ଦଲାର ହଷ୍ଟେଲ ରୋଡ଼ରେ। ଦେଖନ୍ତୁ ଆଜ୍ଞା ଏ ହନୁମାନ ମନ୍ଦିର। ଦେଖନ୍ତୁ ଆଜ୍ଞା କେମିତି ଚେର ରହିଛି। ଦେଖନ୍ତୁ ଆଜ୍ଞା ଆପଣମାନଙ୍କୁ ଦେଖଉଛି ଇଏ ବରଗଛର ଚେର, ଓସ୍ତ ଗଛର ଚେର। ଦେଖନ୍ତୁ ଆଜ୍ଞା କି ଅବସ୍ଥାରେ ରହିଛି। ଆପଣମାନଙ୍କୁ ଅନୁରୋଧ, ଯଦି ଏ ମନ୍ଦିରଟିକି ଟିକେ ନୟା ଭାବରେ ତିଆରି କରନ୍ତେ ତାହେଲେ ଆପଣମାନଙ୍କୁ ଟିକେ ଭଲ ହୁଅନ୍ତା। ଆପଣମାନେ ଭକ୍ତ ହୋଇ ଯଦି ଭଗବାନଙ୍କର ଘର ଏଇଭଳି ଅବସ୍ଥାରେ ରଖିବେ, ତାହେଲେ ଆପଣମାନେ ଯେଉଁ ଘରେ ରହୁଛନ୍ତି ସେ ଘରର ଅବସ୍ଥା କିପରି ଥିବ ମୁଁ ତ କହିପାରୁନାହିଁ। ଦେଖନ୍ତୁ ଆଜ୍ଞା, ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଯାହାକି ତୁରନ୍ତ ଏ ହନୁମାନ ମନ୍ଦିରଟିକୁ ନୂଆ ରୂପରେ ମରାମତି କଲେ ଯାହାକି ଭକ୍ତମାନେ ଖୁସି ହେବେ। ଆପଣମାନଙ୍କୁ ଅନୁରୋଧ, ଦେଖନ୍ତୁ ଆଜ୍ଞା ମନ୍ଦିରଟି କିଭଳି ଅବସ୍ଥାରେ ଅଛି। ଶେଷ ପର୍ଯ୍ୟନ୍ତ ମନ୍ଦିରଟି ଦେଖନ୍ତୁ ଆଜ୍ଞା। ଭିଡ଼ିଓଟି ଆପଣଙ୍କୁ ଯଦି ପସନ୍ଦ ହୁଏ ତାହେଲେ ଲାଇକ୍ଟେ, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଆଜ୍ଞା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଗବାନ ମହାବୀର ହନୁମାନ ଯଦି ଏଇଭଳି ଅବସ୍ଥାରେ ରୁହନ୍ତି, ତାହେଲେ ଆମେମାନେ ଘରେ କିଭଳି ଅବସ୍ଥାରେ ରହିବା ଆପଣମାନେ ଜାଣୁଥିବେ। ଦେଖନ୍ତୁ ଆଜ୍ଞା ଦେଖନ୍ତୁ ଆଜ୍ଞା ଉପରେ ବରଗଛ ଓସ୍ତ ଗଛ। ମନ୍ଦିରଟି ଦେଖନ୍ତୁ ଆଜ୍ଞା କି ଅବସ୍ଥାରେ ରହିଛି। ଦୟାକରି ଆପଣମାନଙ୍କୁ ଅନୁରୋଧ, ଏ ମନ୍ଦିରଟି ତୁରନ୍ତ ନୂତନ କାର୍ଯ୍ୟକ୍ରମ କରାଯାଉ, ଯାହାକି ଭକ୍ତମାନଙ୍କର ଭଲ ହେବ। ଏବଂ ଆପଣମାନଙ୍କୁ ଭିଡ଼ିଓଟି ଦେଖଉଛି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା। ଚାରିପିଟି କିଭଳି ଗଛ ଗୁଚ୍ଛରେ ବିଭିନ୍ନ ରକମ ଚେର ମୂଳ ଡାଳରେ ଭର୍ତ୍ତି ହେଇଛି କାନ୍ଥ ସବୁ, ଏବଂ ବିଭିନ୍ନ ଜଙ୍ଗଲୀ ଝଟା ସବୁ ମାଡ଼ି ହେଇଛି। ଦେଖନ୍ତୁ ଆଜ୍ଞା ଚାରିପିଟି ଏ ମନ୍ଦିରଟି ଦେଖନ୍ତୁ ଆଜ୍ଞା। ଆପଣମାନଙ୍କୁ ଦେଖଉଛି ମନ୍ଦିର ପଛପଟର ଦୃଶ୍ୟ ଦେଖନ୍ତୁ ଆଜ୍ଞା କିଭଳି ଅବସ୍ଥାରେ ଏ ମନ୍ଦିରଟି ଅଛି, କିନ୍ତୁ ଏ ମନ୍ଦିର ଉପରେ କାହାରି ନଜର ପଡ଼ୁନାହିଁ।